ଶକୁନି ଅତିଥି ମାନଙ୍କ ଦାୟିତ୍ୱରେ ଥିଲା ନା। ଶକୁନି ଅନେଇଛି ଅଣ୍ଟାରେ ହାତଟା ଦେଇକିରି ଇଏ କଣ ହଉଛି ଆଜ୍ଞା ଯଜ୍ଞରେ ପୁରୋହିତ ଥିଲେ ଆଜ୍ଞା ଆପଣଙ୍କର ଭୃଗୁ ମହର୍ଷି ଆଉ କିଏ ଥିଲେ ଆଜ୍ଞା କୃପାଚାର୍ଯ୍ୟ ହେଲେ ତାଙ୍କର କୁଳଗୁରୁ ଆଜ୍ଞା ଦ୍ରୋଣାଚାର୍ଯ୍ୟ ଆଜ୍ଞା ମୁଖ୍ୟ ପ୍ରଧାନ ଥିଲେ ଆଜ୍ଞା କୃପାଚାର୍ଯ୍ୟ ଯୋଉ ଥିଲେ କୃପାଚାର୍ଯ୍ୟ ହଉଥିଲେ ତାଙ୍କ କୁଳଗୁରୁ ନା କୁଳଗୁରୁ ହିସାବରେ ସେ ଯିବେ ନା ଆଜ୍ଞା ଅଣ୍ଟାରେ ହାତଟା ଦେଇ ଅନେଇଛି କାହିଁକି ରୋଷ କଷାୟିତ ନୟରେ ଶକୁନି ଚାହିଁଛି ନାହିଁ ନିମିଷ ଆଖିରେ ତାକୁ ଲାଲ ଲାଲ କରି ଶକୁନି ଅନେଇଛି କାରଣଟା କଣ କାହିଁକି ଶକୁନି ଅନେଇଲା ତା ତଳ ପଦରେ ଲେଖୁଛନ୍ତି କବି କହିଲେ ଗଢିଛି କୌରବ ମାରଣ ଯନ୍ତ୍ର କହିଲେ ଗଢିଛି କୌରବ ମାରଣ ଯନ୍ତ୍ର ଶକୁନି ତିଆରି କରିଛି କାହିଁକି କୌରବମାନଙ୍କୁ ନିଧନ କରିବା ପାଇଁ ଶକୁନି ମନେ ମନେ ଶପଥ କରିଛି କାରଣଟା କଣ ଏଠି ଟିକେ ପୂର୍ବାଭାସ ଦେବା ତାପରେ ପୁଣି ବାଟରେ ଯିବା ଏ ପୂର୍ବାଭାସଟା କଣ ନା ଯେତେବେଳେ ପାଣ୍ଡବ ମାନେ ଆଜ୍ଞା ଦ୍ରୌପଦୀଙ୍କ ସ୍ୱୟଂବରରେ ଦ୍ରୌପଦୀଙ୍କୁ ଲାଖ ପିନ୍ଧି ପ୍ରାପ୍ତ ହେଇ ମାଙ୍କ କଥାରେ 5000 ଗ୍ରହଣ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଦେଲେ ଏ କଥାଟା ରାଷ୍ଟ୍ର ହେଇଗଲା ଆଜ୍ଞା ଆପଣଙ୍କର ଧୃତରାଷ୍ଟ୍ର ଏ କଥା ଜାଣି ପାଣ୍ଡବ ମାନଙ୍କୁ ଆଜ୍ଞା ହସ୍ତିନାକୁ ଆଣିଲେ ମା ପଞ୍ଚ ରାଜ୍ୟ ତାଙ୍କୁ ଅର୍ଧେ ରାଜ୍ୟ ଦାନ କଲେ କିନ୍ତୁ ସଂକ୍ଷିପ୍ତରେ କହୁଛି ସେଠି ସେ ଦେଖି କହନ୍ତି କିଏ ଦେଖି ଭଗବାନ କୃଷ୍ଣଙ୍କ ହସ୍ତକ୍ଷେପ ଫଳରେ ଶସ୍ୟ ସାମନା ହେଇଗଲା ସୁନ୍ଦର ନଗରଟିଏ ତିଆରି ଗଲା ପାଣ୍ଡବ ମାନେ ରହିଲେ କିନ୍ତୁ ମୁଖ୍ୟ ରାଜଧାନୀ ଥିଲା ଆପଣଙ୍କର ହସ୍ତିନା ଯେମିତି ଭୁବନେଶ୍ୱରରେ ହେଲା ମୁଖ୍ୟ ରାଜଧାନୀ ଯିଏ ଯୋଉଠି ବିଧାୟକ ରହିଲେ ବି ବିଧାନସଭାକୁ ଆସିବେ ଏଇ ନ୍ୟାୟରେ ପାଣ୍ଡବ ମାନେ ପ୍ରତ୍ୟେକ ଦିନ ବାରଣା ଅନ୍ତରୁ ମା ହସ୍ତିନାକୁ ଆସନ୍ତି ମହାରାଜ ଧୃତରାଷ୍ଟ୍ରଙ୍କର ରାଜସଭାରେ ଏ ପାଣ୍ଡବ ମାନେ ଯୋଗ ଦିଅନ୍ତି ଏ ପାଣ୍ଡବ ମାନେ ଯୋଗ ଦେଲା ବେଳେ ଦୁର୍ଯ୍ୟୋଧନଟା ଟିକେ ଚୁଗୁଲିଆ ତାର ଟିକେ ଦୋଷ ଅଛି ସାର୍ ଆପଣ ମତେ ସଦାବେଳେ ଏମିତି କହିବେ ଥଟ୍ଟା ତାମସା କରିବେ ମା ସଦାବେଳେ ମତେ ଥଟ୍ଟା କରୁଛ ମୁଁ ସହୁଛି ମୁଁ ଯଦି କେତେବେଳେ ଥଟ୍ଟାରେ କହିଲି ତମେ କାହିଁ ସହିବନି ନ୍ୟାୟଟା ହେଲା ଏଠି ଆପଣ କହିବେ ମୁଁ ସହି ମୁଁ କହିବି ଆପଣ ଯଦି ନ ସହିବେ ତାହେଲେ ଆପଣ କାହିଁକି କହିବେ ये न्यायटा हला ठीक सेया दुर्योधन देखे पांडव माने जेतबे राजस्व आसंती कहबो बसरे धारण करबो युधिष्ठिर बसी कहबो बसरे पवन नंदन भीम बसी बसरे इंद्रଙ୍କ संतति अर्जुन बसी बसरे अश्विनी नंदन नकुल बसी बसरे पंडितଙ୍କୁ ସହଦେବ ବାପାଙ୍କ ନାଁ ଧରି ଦୁର୍ଯ୍ୟୋଧନ ଡାକିବ ଏମାନେ ସବୁ ବସିବି ନିଜ ନିଜର ଆସନକୁ ଅଳଙ୍କୃତ କରିବେ ଏଇ ପରିପ୍ରେକ୍ଷୀରେ ସବୁଦିନ ଚାଲିଲା ବେଳେ ଭୀମ ଆଖିରେ ମା କଥାଟା ଗଲାନି ଭୀମ ଆଖିରେ କଥାଟା ଗଲାନି ଦିନେ ଭୀମ ଶୋଇଛି ଅନ୍ଧାର ଘରେ ବସିକି ଶୋଇଲା ଚିନ୍ତାଗ୍ରସ୍ତ ପାଣ୍ଡବ ମାନେ କଣ କଲେ ଭଗବାନ କୃଷ୍ଣଙ୍କୁ ଡାକିଲେ ଭଗବାନ କୃଷ୍ଣ ଆସିଲେ ତା କାନରେ କି ମନ୍ତ୍ରଣ ଦେଲେ କେଜାଣି ତା ପରଦିନ ସକାଳୁ ସକାଳୁ ଭୀମ ଆଗୁଆ ଗାଧୁଆ
ହବା ସାରିଲା ଭାଇମାନଙ୍କୁ ନିଜେ ଡାକିଲା ଆସ ଆଜି ସଭାକୁ ଯିବା ମନ୍ତ୍ର ପାଇଛି ତେଣୁ ଚାଲିଲେ ସଭା ଯେତେବେଳେ ସଭାରେ ପହଞ୍ଚିଲେ ପୂର୍ବବତ ଦୁର୍ଯ୍ୟୋଧନ କହିଲା ବେଳେ ବର୍ଷରେ ଧାନ କାନନା କହିଲା ବେଳେ ଯୁଧିଷ୍ଠି ବସିଗଲି ଯେତେବେଳେ ବର୍ଷରେ ପବନ ପୁଅ କହିଲା ସାରଳା ମହାଭାରତ କବି ହେଲେ ସାରଳା ଦାସ ସିଏ ଲେଖିଲେ ଗୋଟାଏ ଧାଡ଼ି କଣ କହିଲେ ଦୁର୍ଯ୍ୟୋଧନ କହିଲା କହିଲା ବର୍ଷରେ ପବନ ପୁଅ ଯେବେ ଆଜ୍ଞା କହିଲା ବସୁଛି ଗୋଲକ ପୁଅ ବୋଲିଲା କହିଲା ଦୁର୍ଯ୍ୟୋଧନ ସବୁଦିନ ମା ୟା ବାପା ନା ଧରି ଡାକୁଥିଲା ଇଏ ଦିନେ କହିଦେଲା ବେଳେ ପରୀକ୍ଷିତଟା କଣ ହେଲା ମୁଁ ଆପଣଙ୍କୁ ଖରାପ କହିବା ପୂର୍ବରୁ ମୋ ଆଡ଼ିକି ଦେଖନ୍ତୁ କେତେଟା ଆଙ୍ଗୁଠି ଆପଣଙ୍କ ଆଡ଼ିକି ଗୋଟାଏ ଆଙ୍ଗୁଠି ହେଲା ମୋ ଆଡ଼ିକି ତିନିଟା ମୁଁ ତିନି ଗୁଣରେ ଆପଣଙ୍କଠୁ ଖରାପ ବୋଲି ଆତ୍ମସମୀକ୍ଷା କରିବା ଦରକାର ଇଏ ଗୁଣଟି ଯାହାର ନଥିବ ଦେଖିବେ ଜଗତରେ ସଦାବେଳେ ସେଇ ଲୋକ ପାଇଁ ବଳି ହବ ସେ କିଏ ଦୁର୍ଯ୍ୟୋଧନ ତା ତଳ ଧାରରେ କବି ସାରଳା ଦାସ ପୁଣି କହିଲେ ଭାରତ ପରେ ଅଗ୍ନି ହେଲା କି ଯେମିତି ବାରୁଦ ଅବତାରେ ନିଆଁ ଲାଗିଲେ ଭାଇକିରି ଧରେ ଦୁର୍ଯ୍ୟୋଧନ ଠିଆ ହେଇ ପଡିଲା ଆଉ ତାକୁ ଭଲ ଲାଗିଲାନି ଆଉ କଣ ସଭାରେ ରହିଲା ଆଉ ବସିଲାନି ତୁ ମୂର୍ଖଟା ସବୁଦିନ ତାଙ୍କ ବାପା ନା ଧରି ଡାକୁଛୁ ସେମାନେ ସହିଛନ୍ତି କେତେ ଗୋଟେ ଦିନ କହିଦେଲେ ବସିଲେ ଗୋଲକ ବୋଲି ତୁ କାହିଁ ବସିଲୁ ଉଠି ପଡିଲା ଦୁର୍ଯ୍ୟୋଧନ ଇଏ କଥାର ତଦନ୍ତ କଲା ଭୀମ ମତେ କାହିଁକି ଗୋଲକ ପୁଅ କହିଲା ଯେତେ ପଣ୍ଡିତଙ୍କୁ ପଚାରିଲା କେହି ଗୋଟିଏ ବି ଆର ନିର୍ଯାସ ଦେଇପାରିଲେନି ପହଞ୍ଚିଲା ନିଜର ବୃଦ୍ଧ ପିତାମହ ବ୍ୟାସ ମହୋଦୟଙ୍କ ପାଖରେ ହାତ ଯୋଡ଼ିଦେଲା କହିଲା ଯେ ଆଜି ସଭାରେ ଦୁର୍ଯ୍ୟୋଧନ ମତେ କହିଲା ଗୋଲକ ପୁଅ ୟାର କାରଣ କଣ ତେଲ ଲଗେଇକି ପାଣିରେ ବୁଡି ଏଠି କିଏ ଆଜ୍ଞା ଦୁର୍ଯ୍ୟୋଧନ ଯେତେବେଳେ ପଚାରିଲା ବ୍ୟାସ କହିଲେ ଗୋଟାଏ ଶ୍ଲୋକ ବୋଲୁଛି ସା ଇଏ ଶ୍ଲୋକଟା ଆପଣଙ୍କର ଆସିବ ମନୁ ସହିତ ମନୁ କଣ କହିଲେ ଦେଖନ୍ତୁ ବ୍ୟାସ ବୁଝେଇଲେ କହିଲେ ଭୀମ ତତେ ଗୋଲକ ପୁଅ କହିବାଟା ଯଥାର୍ଥ ନା କେମିତି ଯେତିକି ଶ୍ଲୋକ ବୋଲିବେ ତାକୁ ପ୍ରଚ୍ଛନ୍ନ ଭାବରେ ଯେତିକି ଅଧମ ମୂର୍ଖକୁ ଜଣାଅଛି ପ୍ରଚ୍ଛନ୍ନ ଭାବରେ କହିବି ଏଠି ଆପଣଙ୍କର ମନ କହିଲେ ତାକୁ ଗୋଲକ ଆମେ କାହାକୁ କହିବା ନା ପର ଦାରେଶୁ ଜାୟତେ ଦୌସୁଦ ପର ଦାର ସ୍ୱାମୀ ଥାଇ ଯୋଉ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ସ୍ଥାପନ କରି ପୁଅ ଜନ୍ମ କଲା ସେ ପୁଅ ହେଲା କୁଣ୍ଡ ଅର୍ଥାତ ଗୋଳ କୁଣ୍ଡା ଯାହାକୁ କୁହାଯାଏ ନା ଗୋଳ କୁଣ୍ଡା ପୁଅ ଏଇଟା ହେଲା ଗୋଳ କୁଣ୍ଡା ଗଣ୍ଡ ଗୋଲକ ଗୋଲକ କେମିତି ହେଲା ତତ୍ୟା ଜୀବତୀ କୁଣ୍ଡ ସ୍ୱାମୀ ବଞ୍ଚିଛି ସ୍ତ୍ରୀ ପରପୁରୁଷ ସମ୍ପର୍କରେ ସନ୍ତାନ ସୃଷ୍ଟି କଲା ସେ ପୁଅ କୁଣ୍ଡ ଶ୍ୟାନ ମୃତେ ସ୍ୱାମୀ ମରି ଯାଇଛି ସେ ସ୍ତ୍ରୀ ଦ୍ୱିତୀୟ ବିବାହ କଲା ତା ଉଳସରୁ ପୁଅ ଜନ୍ମ ହେଲା ସେ ପୁଅକୁ ଗୋଲକ ନ୍ୟାୟ ପାଇଲେ ତାହେଲେ ଦୁର୍ଯ୍ୟୋଧନ ପଚାରିଲା କଲା ଯେ ମୋ ମାର କଣ ପ୍ରଥମ ସ୍ୱାମୀ ମରିଛି ନା ହଁ ମରିଛି ନା ସେ କିଏ
ନା ତୋ ମା ଥିଲା ଗୋଟାଏ ଉଆଁସୀ କନ୍ୟା ତାକୁ ଯେତେକ ଯାକ ବର ଲାଗୁଥିଲା ସବୁ ମରୁଥିଲି। ତମ ବାପା ଥିଲେ ଜଣେ ରାକ୍ଷସ ତେଣୁ ତାଙ୍କୁ ଯେତେକ କନ୍ୟା ଲାଗୁଥିଲେ ସବୁ ଯାକ ମରୁଥିଲେ। ୟାଙ୍କୁ ମୁଁ କଣ କଲି ଜୟନ୍ତୀ କଲି। ଜୟନ୍ତୀ କଲା ବେଳେ ତାଙ୍କର ଦୋଷକୁ ଅପହରଣ କରିବା ପାଇଁ ତୋ ମାକୁ ଗୋଟେ ସାହାଡ଼ା ବୃକ୍ଷ ସାଥିରେ ବିବାହ ଦେଲି। ସାହାଡ଼ା ବୃକ୍ଷର ଅନ୍ୟ ନାମ ଗୋଲକ। ବାହା ହଉ ହଉ ସାହାଡ଼ା ବୃକ୍ଷଟା ମରିଗଲା। ତୋ ମାର ଦୋଷ କଟିଲା। ଇଏ ତୋ ବାପା ଧୃତରାଷ୍ଟ୍ରଙ୍କ ସହିତ ହସ୍ତରଙ୍କି ପକାଇ ନ ଏବେ ଗୃହକୁ ଆସିଲା। ସ୍ୱାମୀର ପ୍ରଥମ ସ୍ୱାମୀ ହେଲା ସାହାଡ଼ା ବୃକ୍ଷ। ଯେହେତୁ ବିବାହ କରିଥିଲା ସେ ମଲା ତେଣୁ ଧୃତରାଷ୍ଟ୍ର ହେଲେ ଦ୍ୱିତୀୟ ସ୍ୱାମୀ। ପତ୍ୟା ଜୀବତୀ କୁଣ୍ଡ ସ୍ନାନ ମୃତ୍ୟୁ ପ୍ରଥମ ସ୍ୱାମୀ ମରିଛି ତେଣୁ ତମେ ଏଇ ଗୋଲକକୁ ଭୀମ ଯଥାର୍ଥ କହିଲା। ଦୁର୍ଯ୍ୟୋଧନକୁ କଥାଟା ବାଧିଲା କଥାଟା କହିଲା ଇଏ ଏତେ ଦୋଷ ଥିଲା ମୋ ମାର ତାହେଲେ ମୋ ବାପାଙ୍କୁ କାହିଁକି ସେ ବିବାହ ଦଉଥିଲେ ମୋ ଅଜା ଆଉ ଏ ମାମୁଁ ଘର ବଂଶରେ କିଛି ରହିବନି। ମା ମନରେ ଟିକାଏ ରାଗ ଯଦି ସୃଷ୍ଟି ହେଇଗଲା ତାହେଲେ ସାରା ଜଗତ ଆମକୁ ନିନ୍ଦା କରିବ। ସାରା ଜଗତରେ କଳି ସୃଷ୍ଟି ହେଇଯିବ ଯଦି ସହିବା ଗୁଣଟି ନଥାଏ। ଏଠି ଦୁର୍ଯ୍ୟୋଧନ କଲା କଣ? ଦୁର୍ଯ୍ୟୋଧନ ମନରେ ରାଗ ପଡିଯାଇଲା।